नीलाम्बुजं श्यामलकोमलाङ्गं सीतासमारोपितवामभागं पाणौ महासायकचारुचापं नमामि रामं रघुवंशनाथम्। ରାମାୟଣ ତୃତୀୟ ଅଧ୍ୟାୟ। ତମସା ନଦୀ ପାଖରେ ଶବର ଦ୍ୱାରା କ୍ରୌଞ୍ଚ ମିଥୁନ ବଧ ଓ ବାଲ୍ମୀକିଙ୍କ ଶବର ପ୍ରତି ଅଭିଶାପ। ଶୁଣ ହେ ଭକ୍ତ ଗଣେ ହୋଇ ଶୁଦ୍ଧ ଚିତ୍ତ, ଶ୍ରୀରାମାୟଣ ଚରିତ ପରମ ପବିତ୍ର। ପାପୀମାନେ ଯାହା ଶୁଣି ସଂସାରୁ ତରନ୍ତି, ସେହି ସମାଚାର ଶୁଣ ଆହେ ସନ୍ଥମତି। ଅତି ସୁଧାର୍ମିକ ବିଜ୍ଞ ବାଲ୍ମୀକ ଋଷି, ନାରଦଙ୍କ ଠାରୁ ଶୁଣି ଆନନ୍ଦରେ ଭାସି, ସକଳ ଶିଷ୍ୟଙ୍କୁ ଘେନି ନାରଦେ ପୂଜିଲେ। ଅତି ଆନନ୍ଦେ ନାରଦ ତହୁଁ ବିଦା ହେଲେ। ତହୁଁ କିଛି ବେଳ ପରେ ବାଲ୍ମୀକ ମୁନି ତମସା କୂଳକୁ ଗଲେ ଶିଷ୍ୟଗଣ ଘେନି। ବାଲୁକାମୟ ଅଟଇ ତମସାର ତୀର, ମୁନି ଦେଖିଲେ ହୋଇଛି ଅତି ମନୋହର। ଆନନ୍ଦରେ ଭରଦ୍ୱାଜ ମୁଖକୁ ଚାହିଁନ, ବୋଲନ୍ତି ଦେଖ ଏ ଜଳ କେଡ଼େ ସ୍ୱଚ୍ଛ ପୂର୍ଣ୍ଣ। ଆଜ ମୁହିଁ ଏ ନଦୀରେ ସ୍ନାନ କରିବି, ଚିମୁଟାସନ ଆଶା ବାଡ଼ି ତୋତେ ଦେବି। ତୁମ୍ଭେମାନେ ଏଥି ଜଗି ରହିବନି କର, ଦିଅ ମୋ ପିନ୍ଧା ବଳକଳ ଆଣିଣ ସତ୍ୱର। ଭରଦ୍ୱାଜ ବଳକଳକୁ ଆଣି ସମର୍ପିଲେ, ବଳକଳ ଘେନି ବାଲ୍ମୀକି ନଦୀକୁ ଚଳିଲେ। ସ୍ନାନ ସାରି ବଳକଳ ପିନ୍ଧିଣ ମୁନିବର, ସାରି ନିତ୍ୟ କର୍ମ ଶିଷ୍ୟେ ଘେନି ସଙ୍ଗତର। ତମସା ନଦୀ କୂଳରେ ମନୋହର ବନ, ବୃକ୍ଷଲତା ଫଳ ପୁଷ୍ପ ଅତି ଶୋଭାବନ। ବନ ମଧ୍ୟରେ ଭ୍ରମଣ କରୁଛନ୍ତି ମୁନି, ବନ ଶୋଭା ଦେଖୁଛନ୍ତି ଶିଷ୍ୟଗଣ ଘେନି। ଯାଉଁ ଯାଉଁ ବେନି କ୍ରଞ୍ଚ ଦେଖିଲେ ବୃକ୍ଷରେ, ସେ ବେନି ହେଉଅଛନ୍ତି କାମରେ ଅସ୍ଥିର। ବେନି ଡାଳେ କ୍ରଞ୍ଚ କ୍ରଞ୍ଚି ବସି ଆନନ୍ଦରେ, ଅତି ସୁମଧୁର ଶବ୍ଦ କରୁଥାନ୍ତି ଧୀରେ। ଏହି ସମୟରେ ଏକଇ ବ୍ୟାଧ ପ୍ରବେଶିଲା, ତଳେ ଥାଇ କାଣ୍ଡ ଧରି କ୍ରଞ୍ଚକୁ ବଧିଲା। କ୍ରଞ୍ଚ ବଧ ଦେଖି କ୍ରଞ୍ଚି ହୋଇଣ ବିକଳ, କାନ୍ଦଇ ମୋ ସ୍ୱାମୀ ନାଶ କଲୁରେ ଚାଣ୍ଡାଳ। କେଉଁ ଦୋଷ ତୋର ଅବା କରିଥିଲି ମୁହିଁ, ଏ ଯୁବା ବୟସେ ଏତେ ଦଣ୍ଡ ଦେଲୁ ତୁହି। ପୁରୁଷ ଯେ ସ୍ତ୍ରୀଙ୍କର ଏକମାତ୍ର ଗତି, ମୋ ସ୍ୱାମୀ ନାସି ଚାଣ୍ଡାଳ ଅର୍ଜିଲୁ କି କୀର୍ତ୍ତି। ଆହାରେ ବିଧାତା ମୋ କପାଳେ ଏହା ଥିଲା, ଏତେ କାଳ ମୋତେ ସ୍ୱାମୀ ବିଚ୍ଛେଦ ଘଟିଲା। ଧିକ୍କରେ ବିଧାତା ତୋର ନିଦାରୁଣ ପଣ, ଯେବେ ନେଲୁ ମୋତେ କିମ୍ପା ନ ନେଲୁ ଦାରୁଣ। ଦେଖି ବାଲ୍ମୀକ ମୁନି ମନେ କ୍ଷୋଭ କଲେ, ବିନା ଦୋଷେ ଶବର କ୍ରଞ୍ଚକୁ ବଧିଲେ। ବଡ଼ ଦୁରାଚାର ଅଟେ ଦୁଷ୍ଟ ଶବର, ଏପରି କୁକର୍ମ ଦେଖି ନାହିଁ ମୁଁ ନେତ୍ରର। ଏହା ଭାବି ଶବରକୁ ବୋଲନ୍ତି ବଚନ, ବିନା ଦୋଷେ କ୍ରଞ୍ଚ ବଧ କଲୁରେ ଅଜ୍ଞାନ। ସ୍ତ୍ରୀ ପୁରୁଷ ମେଳ ଭାଙ୍ଗି କି ଫଳ ପାଇଲୁ, କ୍ରଞ୍ଚିକି ବିକଳେ କାନ୍ଦେ ଡୋଳେ ତୁ ଦେଖିଲୁ। ନିରୀହ ପ୍ରାଣୀ ଅଟନ୍ତି ଏହି ଦୁଇ ଜଣ,
ଅକାରଣରେ ଚାଣ୍ଡାଳ ନେଲୁ ତାର ପ୍ରାଣ। ଏହା କହି କ୍ରୋଧେ ମୁନି ବୋଲନ୍ତି ବଚନ, ଚିରକଷଣ ସହିବୁ ଆମ୍ଭ ସାପ ଘେନ। ରେପା ମୋର ଯେଉଁ ସାପ ଦେଉଅଛି ମୁହିଁ, କାଳେ କାଳେ ଭୋଗିବୁ ତୁ ଏଥେ ଆନ ନାହିଁ। ଶୁଣ ହେ ସାଧବେ ସ୍ଥିର କରି ଚିତ୍ତ ବୃତ୍ତି, ଯେଉଁ ଅଭିଶାପ ଦେଲେ ସେ ବାଲ୍ମୀକି ଯତି। ମା ନିଷାଦା ପ୍ରତିଷ୍ଠାଂ ତମଗମଃ ଶାଶ୍ୱତୀ ସମାହା, ଯତ୍କ୍ରଞ୍ଚ ମିଥୁନାଦେକମ୍ ଅବଧିକାମମୋହିତମ୍। ଶବରକୁ କହିଣ ଏ ମନ୍ତ ମୁନିବର, ବିଚାର କରନ୍ତି ପୁଣି ଆପଣା ମନର। ପକ୍ଷୀର ବିକଳ ଦେଖି ମୋ ଚିତ୍ତ ବ୍ୟାକୁଳ, ହେବାରୁ ଚାରୋଟି ପଦ କହିଲି ତତ୍କାଳ। ଏହା ଭାବି ପଚାରନ୍ତି ଶିଷ୍ୟକୁ ଅନାଇ, ଛନ୍ଦବନ୍ଧରେ ଚାରୋଟି ପଦ କହିଲଇଁ। ବିଷମ ଅକ୍ଷରେ ପଦ ହୋଇଅଛି ଜାଣ, ଆବର ହୋଇଅଛଇ ଗୁରୁ ଲଘୁ ପୁଣ। ପକ୍ଷୀ ଶୋକ ଦେଖି ମୋର ଶୋକ ଯେ ହୋଇଲା, ଶୋକେ ଚାରିପଦ ଶ୍ଲୋକ ମୁଖୁ ବାହାରିଲା। କହୁଅଛି ଆଜିଠାରୁ ସେହି ହେଉ ଶ୍ଲୋକ, ଶିଷ୍ୟଙ୍କୁ ଚାହିଁଣ ହୋଇ ଲେଖ ବାଲ୍ମୀକ। ଶୁଣି ତାହା ଭରଦ୍ୱାଜ କଲେ ଅଙ୍ଗୀକାର, ପରମ ଆନନ୍ଦ ହେଲେ ବାଲ୍ମୀକି ମନର। ସମସ୍ତ ଚରିତ ମନେ ମନେ ଭାଳି ମୁନି, ନିଜ ତପୋବନେ ଯାନ୍ତି ଏକଲଏ ପୁଣି। ମହାଜ୍ଞାନୀ ଭରଦ୍ୱାଜ ପଛରେ ଗମନ୍ତି, ଜଳଘଟ ଦକ୍ଷିଣ ହସ୍ତରେ ଧରିଛନ୍ତି। ପ୍ରବେଶ ବାଲ୍ମୀକି ମୁନି ନିଜ ଆଶ୍ରମରେ, ଶିଷ୍ୟ ଆଦି ଅଛନ୍ତି ଯେ ତାହାଙ୍କ ସଙ୍ଗରେ। ଏ ସମୟେ ବେଦବର ହଂସ ଆରୋହୀଣ, ମିଳିଲେ ଆସି ବାଲ୍ମୀକି ମଠରେ ବହନ। ଦୁରୁ ବ୍ରହ୍ମାଙ୍କୁ ଦେଖିଣ ଉଠି ମୁନିବର, ଯାଇଣ ଚରଣ ତଳେ କଲେ ନମସ୍କାର। ପୁଣି ଉଠି ଉଭା ହେଲେ କରକୁ ଯୋଡ଼ିଣ, କାକୁସ୍ତେ ବିନତି କରି ବୋଲନ୍ତି ବଚନ। ଆହେ ଦେବ ତୁମ୍ଭେ ଜଗତରେ ମୂଳାଧାର, ଅନୁଗ୍ରହ କରି ମୋ କୁଟୀରେ ବିଜେ କର। ମୁନିଙ୍କ ବିନୟ ଗିର ଶୁଣି ବେଦବର, ପ୍ରବେଶ ହୋଇଲେ ଯାଇ ଆଶ୍ରମ ମଧ୍ୟର। ପୁଲକରେ ମୁନିବର ଗଙ୍ଗା ଜଳ ନେଲେ, ପାଦ ଧୋଇ ଦେଇ ଦିବ୍ୟାସନେ ବସାଇଲେ। ହସ୍ତ ଯୋଡ଼ି ମୁନିବର ପାର୍ଶ୍ୱେ ଉଭା ହେଲେ, ବେଦବରଙ୍କୁ ଚାହିଣ ବହୁ ସ୍ତୁତି କଲେ। ଭକ୍ତି ଭରେ ବୋଇଲେ ବଚନ ମଧୁର, କୁଶଳ ବାର୍ତ୍ତା କହନ୍ତୁ ମୋତେ ବେଦବର। ସନ୍ତୋଷ ହୋଇଣ ବ୍ରହ୍ମା ବୋଲନ୍ତି ବଚନ, ବସ ଆହେ ବାଲ୍ମୀକ ଉଭା କି କାରଣ। ତୁମ୍ଭର ଭକ୍ତି ଦେଖିଣ ହେଲି ଅତି ପ୍ରୀତ, ତୁମ୍ଭ ଶୁଭା ଶୁଭ ମାନ କୁହ ମୋ ଅଗ୍ରତ। ବ୍ରହ୍ମାଙ୍କ ଆଜ୍ଞାରେ ବାଲ୍ମୀକ ମୁନିବର, ବସି କ୍ରଞ୍ଚ କଥା ଭାବି କାନ୍ଦିଲେ ସତ୍ୱର। ମୁନିବର କାନ୍ଦିବାର ବେଦବର ଦେଖି, ବୋଲନ୍ତି କାହିଁକି କାନ୍ଦ ତୁମ୍ଭେ ବାଲ୍ମୀକି। ମୁନି ବୋଲନ୍ତି ବନେ ମୁଁ ଭ୍ରମି ଯାଇଥିଲି, ଏକ ବୃକ୍ଷେ କ୍ରଞ୍ଚ କ୍ରଞ୍ଚି ଦୁହିଁଙ୍କୁ ଦେଖିଲି। ସେବେନି ଦାମ୍ପତ୍ୟ ପ୍ରେମେ ହୋଇଥିଲେ ଭୋଳ, ଏ ସମୟେ ମିଳିଲା ଯେ ଶବର ଚାଣ୍ଡାଳ। ଶର ମାରି କ୍ରଞ୍ଚକୁ ପ୍ରାଣରେ କଲା ହତ, କ୍ରଞ୍ଚିର ବିକଳ ଦେଖି ହେଲି ବ୍ୟାକୁଳିତ।
ତାହାର ବିକଳ ଦେଖି ସହି ନ ପାରିଲି, ବ୍ୟାଧକୁ ମୁଁ ତହିଁ କ୍ରୋଧେ ଅଭିଶାପ ଦେଲି। ତା ବିକଳ ଦେଖି ହୃଦ ବ୍ୟଥିତ ମୋର, ଏହା କହି ଅଜ୍ଞାନ ହୋଇଲେ ମୁନିବର। ଜ୍ଞାନ ପାଇ ପିତାମହ ପାଶେ ଶୋକ କଲେ, ହସି ହସି ପିତାମହ ବଚନ ବୋଇଲେ। ଆହେ ମୁନି ଆଜିଠାରୁ ତୁମ୍ଭର ଯେ ଶୋକ ହେବ ଆମ୍ଭ ମନେ ଥିଲା ହେତେକ। ଏବେ ସେହି କଥା ତୁମ୍ଭ ମୁଖୁ ଜାତ ହେଲା, ଆମ୍ଭ ମନରୁ ସଂଶୟ ଏବେ ତ ତୁଟିଲା। ତୁମ୍ଭେ ମହାଜ୍ଞାନୀ ବୁଦ୍ଧିବନ୍ତ ତପୀବର, ସୁଶୀଳ ଧାର୍ମିକ ପୁଣି ଅଟ ସଦାଚାର। ଆମ୍ଭର ବଚନ ତୁମ୍ଭେ କର ବାଲ୍ମୀକ, ଏହି ଛନ୍ଦେ ଶ୍ରୀରାମ ଚରିତ ତୁମ୍ଭେ ଲେଖ। ପୂର୍ବେ ନାରଦଙ୍କ ମୁଖୁ ଶୁଣିଅଛ ଯାହା, ଏବେ ଆଦ୍ୟ ଅନ୍ତ କରି ଲେଖ ତୁମ୍ଭେ ତାହା। ଶ୍ରୀରାମ ସୀତା ଲକ୍ଷ୍ମଣ ବନକୁ ଗମନ, ଆବର ଦୁଃଖ ବିଚ୍ଛେଦ ଭୋଗିଲେ ଅରଣ୍ୟ। ରାକ୍ଷସମାନଙ୍କ କଥା ରାବଣ ବିନାଶ, ଯାହା ଜାଣିଛ ଆବର ଅଛି ଯେ ସନ୍ଦେଶ। ଆମ୍ଭେ ଦେଉଅଛୁ ବର ଜାଣିବ ଯେ ତାହା, ପରିଷ୍କାର ଭାବେ ଲେଖ ଆହେ ମୁନି ନାହା। ଷୋଳକ ଛନ୍ଦରେ ଏହି ପବିତ୍ର ଚରିତ୍ର, ତୁମ୍ଭେ ବର୍ଣ୍ଣନା କରିବ କହିଲି ମୁଁ ସତ୍ୟ। ତୁମ୍ଭେ ମନେ ଭାବି ଯେଉଁ ବିଷୟ ଲେଖିବ, ଆମ୍ଭର ଆଜ୍ଞାରେ ସେହି ମିଥ୍ୟା ନ ହୋଇବ। ଏହି ପୃଥିବୀରେ ଜାଣିଥାଅ ଯେତେ ଦିନ, ଥିବେ ନଦୀ ବୃକ୍ଷ ଲତା ପର୍ବତ କାନନ। ତୁମ୍ଭକୃତ ରାମାୟଣ ମହାଗ୍ରନ୍ଥ ହେବ, ତେତେ ଦିନ ପର୍ଯ୍ୟନ୍ତେ ବିଖ୍ୟାତ ହୋଇବ। ଏ ଜଗତେ ରାମାୟଣ ଥିବ ଯେତେ ଦିନ, ତୁମ୍ଭେ ତେତେ ଦିନ ସ୍ୱର୍ଗେ ରହିବ ସୁଖେନ। ଏହି ବର ଦେଇ ବେଦ ବର ଚଳିଗଲେ, ଶିଷ୍ୟମାନଙ୍କୁ ଘେନିଣ ମୁନି ବିଚାରିଲେ। ଆରେ ବାବା ବେଦ ବର କହିଗଲେ ଯାହା, ସର୍ବେ ଶୁଣିଅଛ ଶିଖ କହିବି ମୁଁ ତାହା। ଏହା କହି ବାଲ୍ମୀକ ରାମେ ଧ୍ୟାନ କଲେ, ବ୍ରହ୍ମାବରେ ସମସ୍ତ ଚରିତ ଦୃଶ୍ୟ ହେଲେ। ଷୋଳକ ଛନ୍ଦରେ ତାହା କରିଲେ ବଖାଣ, ବୃକ୍ଷଲତା ପଲ୍ଲବିଲେ ତାହାକୁ ଶୁଣିଣ। ଶିଷ୍ୟମାନେ ମୁନିବର ଶ୍ଲୋକ କଲେ ଗାନ, ପୁଣ୍ୟ ଶ୍ଲୋକ କଲେ ମୁନି ପ୍ରଫୁଲ୍ଲିତ ମନ। ପୂର୍ବ କଥା ମନେ ମନେ କରି ସୁମରଣ, ହୃଦୟରେ ତାଙ୍କର ଉଦୟ ହେଲା ଏହି ଜ୍ଞାନ। ଭାବିଲେ ଏହି ଛନ୍ଦରେ ଶ୍ରୀରାମ ଚରିତ, ରଚନା କରିବି ଲୋକେ ହୋଇବି ବିଦିତ। ରାମାୟଣ ଗ୍ରନ୍ଥ ଏହା ନାମ ଯେ ହୋଇବ, ଏହା କହି ବାଲ୍ମୀକ ରଚିଲେ ସରବ। ଆହେ ନର ଶ୍ରୀରାମ ଚରିତ ଏବେ ଶୁଣ, ମଧୁର କୋମଳ ପଦେ ହୋଇଛି ନିର୍ମାଣ। ଶ୍ଲୋକରେ ବାଲ୍ମୀକି ମୁନି ଲେଖିଛନ୍ତି ଯାହା, ପ୍ରାକୃତ ଭାଷା ଛନ୍ଦରେ ଲେଖଇ ମୁଁ ତାହା। ପାପର ବିନାଶକାରୀ ଏହି ରାମାୟଣ, ମହାମନ୍ତ୍ର ଏଥି ଅଛି ଗୁପତ ହୋଇଣ। ଭାବୁକମାନେ ପାଇବେ ଭକତି ଭାବରେ, ଅଧମକୁ ଅଜଣା ଅଟଇ ନିରନ୍ତରେ। ଦିନହୀନ ମୋହନ ଯେ କରୁଛି ଜଣାଣ, ଜୀବ ଗଲା ବେଳେ ଜିହ୍ୱା କହୁ ରାମ ଗୁଣ। ରାମାୟଣ ବାଲ୍ମୀକି ମୁନି ଆରମ୍ଭ କରିବାର ସୂତ୍ରପାତ। ଶୁଣ ହେ ଭାବୁକ ମାନେ,
ହୋଇ ସ୍ଥିର ମତି ଯାହା ଶୁଣନ୍ତେ ସଂସାର ପାପୁ ହେବ ମୁକ୍ତି। ଧର୍ମ ନ୍ୟାୟ ହିତ ପୂର୍ଣ୍ଣ ଶ୍ରୀରାମ ଚରିତ ନାରଦଙ୍କ ଠାରୁ ମୁନି ଥିଲେ ଅବଗତ। ଆଉ ଥରେ ପୂର୍ଣ୍ଣ ଭାବେ ଜାଣିବାର ପାଇଁ ଏକାନ୍ତରେ ବସି ଚିନ୍ତା କଲେ ତପିସାଇ। କୁଶ ବିଛାଇଣ ପୂର୍ବ ମୁଖରେ ବସିଲେ ଅଙ୍ଗନ୍ୟାସ ମନ୍ତ୍ରେ ମୁନି ଗାତ୍ର ଶୁଦ୍ଧ କଲେ। ପଦ୍ମାସନରେ ବସିଲେ ବାଲ୍ମୀକ ମୁନି କର ଯୋଡ଼ି ପଞ୍ଚମନ ଏକ କଲେ ପୁଣି। ପ୍ରକୃତି ଗଣକୁ ସେହି କରିଲେ ଦମନ ଧ୍ୟାନରେ ବସିଲେ କଲଏ ତପୋଧନ। ଯୋଗ ବଳେ ଶ୍ରୀରାମ ଚରିତ ହେଲା ଦୃଶ୍ୟ ଘଟଣା କଥା ଦେଖିଲେ ତପେ ମୁନୀଶ। ଦଶରଥ ରାଜା ଆଦି ରାଣୀଗଣ ମାନ ଦେଖିଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ସୀତାଦି ବଧୂଗଣ ଦେଖିଲେ ଯେ ମୁନି ଅଯୋଧ୍ୟା ଜନକ ରୀତି ନୀତି ଆଦି ପୁଣି। ଶ୍ରୀରାମ ଲକ୍ଷ୍ମଣ ସୀତା ବନବାସ କଥା ଯେଉଁ ସ୍ଥାନେ ଯାହା ହୋଇଥିଲା ଦେଖିଲେ ତା। ଧ୍ୟାନରେ ଜାଣିଲେ ସବୁ କଥା ମୁନିବର ଗତ ଆଗତ ଚରିତ ସମସ୍ତ ଖବର। ଶ୍ରୀରାମଙ୍କ ଆଦ୍ୟନ୍ତ ସମସ୍ତ ଜାଣିଲେ ବାଲ୍ମୀକ ତପୀବର ତାହା ଯୋଗ ବଳେ। ଧର୍ମ ଅର୍ଥ କାମ ମୋକ୍ଷ ରତନ ବହୁତ ଯେହ୍ନେ ରହିଥାଏ ସିନ୍ଧୁ ଜଳ ଗର୍ଭଗତ। ତେହ୍ନେ ଶ୍ରୀରାମ ଚରିତ ପ୍ରବନ୍ଧେ ଲେଖିବି ନାମ ରାମାୟଣ ହେବ ଲୋକେ ଶୁଣାଇବି। ଲୋକେ ଶୁଣିଣ ଆନନ୍ଦ ସାଗରେ ବୁଡ଼ିବେ ରାମ ନାମ ମୁଖେ କହି ସଂସାରୁ ତରିବେ। ଏମନ୍ତ ବିଚାର କରି ବାଲ୍ମୀକ ମୁନି ଲେଖିଲେ ଶ୍ରୀରାମଙ୍କର ଚରିତ କାହାଣୀ। ଶ୍ରୀରାମଙ୍କ ଜନ୍ମ କଥା ପ୍ରଥମେ ଲେଖିଲେ ସତ ଶାନ୍ତ ଦୟା କ୍ଷମା ଗୁଣକୁ ବର୍ଣ୍ଣିଲେ। ବିଶ୍ୱାମିତ୍ର ମୁନି ଯେଉଁ ପରି ନେଲେ ରାମ ପଥେ ଯାଉଁ ଯାଉଁ ଯାହା ଘଟିଥିଲା ପୁଣ। ଅହଲ୍ୟା ତାରଣ ପୁଣି ଶିବ ଧନୁ ଭଗ୍ନ ସୀତାଙ୍କ ବିବାହ ପରଶୁରାମ ଦର୍ପ ଚୂର୍ଣ୍ଣ। ଅଯୋଧ୍ୟାରେ ରାଜପଣ କୈକେୟୀ କପଟ ଶ୍ରୀରାମଙ୍କ ବନବାସ ଦଶରଥ କଷ୍ଟ। ଦଶରଥ ପୁତ୍ର ଶୋକେ ଦେହ ପରିତ୍ୟାଗ ଯେଉଁ ପ୍ରକାରେ ଶୋକ କଲେ ପ୍ରଜାବର୍ଗ। ଶ୍ରୀରାମ ଯେପରି ବାଟେ ପ୍ରଜାଙ୍କୁ ଛାଡ଼ିଲେ ଯେପରି ଦେଖା ହୋଇଲା ଶବର ସଙ୍ଗରେ। ଯେଉଁପରି ବାହୁଡ଼ାଇ ସୁମନ୍ତ୍ରକୁ ଦେଲେ ଯେଉଁପରି ଗଙ୍ଗା ନଦୀ ପାର ହୋଇଗଲେ। ଭରଦ୍ୱାଜଙ୍କ କୁଟୀରେ ପହଞ୍ଚିବା କଥା କୁଟୀର କରି ରହିଲେ ଚିତ୍ରକୂଟେ ଯଥା। ସେଠାକୁ ଭାଇର ସ୍ନେହେ ଭରତ ଯିବାର ଶ୍ରୀରାମ ସତ୍ୟ ନ ଲଙ୍ଘି କଠାଉ ଦେବାର। ଭରତ କଠାଉ ଘେନି ଫେରିବା ବିଷୟ ନନ୍ଦୀଗ୍ରାମରେ ପାଳିବା ପରଜା ସମୂହ। ଜଳଦାନ ଦେଲେ ରାମ ଯେପରି ପିତାଙ୍କୁ ଅନୁସୟା କଲେ ଯେହ୍ନେ ସମାନ ସୀତାଙ୍କୁ। ସୀତା ଯେପରି ପାଇଲେ ବହୁ ଅଳଙ୍କାର ଦଣ୍ଡକ ବନରେ ରାମ କରିଲେ କୁଟୀର। ବିରାଧ ଅସୁର ଯେଉଁ ପରି ନାଶ କଲେ ସୌଭରି ଋଷିଙ୍କର ଆଶ୍ରମେ ମିଳିଲେ।
ଅଗସ୍ତ୍ୟ ମୁନିଆ ବରସୁତି କ୍ଷଣ ତପସି ସେଠାରୁ ପାଇଲେ ଧନୁ ତୃଣର ଘୁଷିସି ଯେପରି କାଟିଲେ ସୁପର୍ଣ୍ଣଖା ନାକ କାନ ଖର ଦୂଷଣ ଆଦିଙ୍କ ବିନାଶ କଥନ ମାରିଚ ମରିବା କଥା ସୀତୟା ହରଣ ଶ୍ରୀରାମଙ୍କ ଶୋକ ଆଉ ଜଟାୟୁ ମରଣ କବନ୍ଧର ମୃତ୍ୟୁ କଥା ଶବରୀର ଭେଟ ପମ୍ପାତିରେ ଯେଉଁ ପରି ଦେଖା ହନୁମନ୍ତ ମୈତ୍ର ହୋଇ ସୁଗ୍ରୀବେ ଦୁନ୍ଦୁଭି ଫିଙ୍ଗିବା କାଣ୍ଡ ମାରି ସପ୍ତଶାଳା ଯେପରି ଛେଦିବା ଏକା କାଣ୍ଡ କରେ ବାଳି ବଧିବା ଚରିତ ତାରାର କାନ୍ଦିବା କଥା ସୁଗ୍ରୀ ରାଜ୍ୟ ପ୍ରାପ୍ତ ବର୍ଷା ଋତୁ ଯେଉଁ ପରି ଶ୍ରୀରାମ କାଟିଲେ ସୁଗ୍ରୀବେ କୋପ ବହିଣ ଲକ୍ଷ୍ମଣେ ପେଶିଲେ କପି ସୈନ୍ୟ ମେଳ ହୋଇ ଶ୍ରୀରାମ ଦର୍ଶନ ସୀତା ଅନ୍ୱେଷଣେ ଚାରି ଦିଗରେ ବଣ୍ଟନ ରାମ ସୀତାଙ୍କର କଥା କହି ମୁନି ଦେବା ପାତାଳ ବୀରକୁ ବାଟ ବାନର ଦେଖିବା ସମୁଦ୍ର କୂଳେ ଉପାସେ ରହିଲେ ଯେପରି ସମ୍ପାତିର ଠାରୁ ସବୁ କଥା ବୁଝି କରି ସମୁଦ୍ର ଲଙ୍ଘନ କଥା ଦୂତଙ୍କ ବିଚାର ହନୁ ସମୁଦ୍ର ଲଙ୍ଘନ ହେବା ତତ୍ପର ଡେଇଁବା ବାଟେ ମୈନାକ ଗିରିର ଦର୍ଶନ ସିଂହିକା ବଧ ସୁରସା ହନୁରେ କଷଣ ଲଙ୍କା ଗଡ଼େ ପ୍ରବେଶିବା ଲଙ୍କ ଦେବୀ ଦେଖା ହନୁମାନ ତାକୁ ଦେଖି ନ କରିବା ଶଙ୍କା ରାତିରେ ଗଡ଼ ଭିତରେ ପଶିଣ ଖୋଜିବା ସବୁ ପୁର ଖୋଜି ହନୁ ତାଟକା ହୋଇବା ଯେପରି ଅଶୋକ ବନେ ସୀତାଙ୍କୁ ଦର୍ଶନ କର ଯୋଡ଼ି କହିଲା ଶ୍ରୀରାମ କଥା ମାନ ଗୁପ୍ତ କଥା ବୁଝି ମୁଦି ଦେଲା ହନୁମନ୍ତ ହନୁମନ୍ତ ମଥା ମଣି ପାଇବା ସଂକେତ ଅଶୋକ ବନ ଭାଙ୍ଗିବା ଚାର ବିନାଶିବା ହନୁ ହାତରେ ଅକ୍ଷୟ କୁମାର ମରିବା ଇନ୍ଦ୍ରଜିତ ବ୍ରହ୍ମ ଫାସେ ହନୁର ବନ୍ଧନ ରାବଣେ ହନୁର ଦେଖା ଲଙ୍କାର ଦହନ ଲଙ୍କାରୁ ହନୁ ଫେରିବା ଶ୍ରୀରାମେ ଖବର କହି ମଥା ମଣି ଦେବା ହନୁମନ୍ତ ବୀର ଯେଉଁପରି ରଘୁନାଥ ଘେନି କପି ବଳ ମିଳିଲେ ଯାଇଣ ବେଗେ ସମୁଦ୍ରର କୂଳ ବିଭୀଷଣ ରାମ ପାଦେ ପଶିଲା ଶରଣ ରାବଣର ଛେଦ ଭେଦ ଦେଲା ବତାଇଣ ସମୁଦ୍ରେ କାଣ୍ଡ ମାରିବା ଧରନ୍ତେ ଶ୍ରୀରାମ ଭୟ ବରୁଣ ଆସିଣ ଦେଲା ଦର୍ଶନ ନଳ ହାତେ ଶିଳା ଦ୍ୱାରା ସମୁଦ୍ରରେ ବନ୍ଧ ସବଳେ ମିଳିଲେ କପି ସହ ରାମଚନ୍ଦ୍ର ଯେପରି ଗଡ଼ କରିଣ ସେଠାରେ ରହିଲେ ଲେଖା ନେଇଣ ଅଙ୍ଗଦ ରାବଣକୁ ଦେଲେ ଅନେକ ଅସୁର ନାଶ କଲେ ରଘୁନାଥ କୁମ୍ଭକର୍ଣ୍ଣକୁ ମାଇଲେ ଦଶରଥ ସୁତ ମହାବୀର ଇନ୍ଦ୍ରଜିତ ରଣେ ନାଶ ଗଲା ଶେଷେ ରାବଣ ରାମର ସରେ ନାଶ ହେଲା ଯେଉଁପରି ରାମ ରାଜା କଲେ ବିଭୀଷଣ ସୀତାଙ୍କୁ ଦୋଷ ଦିଅନ୍ତେ ଅଗ୍ନିରେ ପତନ ସତୀ ତେଜେ ସୀତା ଆଣି ଦେଲେ ଦେବଗଣ ସୀତା ଆଣିଲେ ପୁଷ୍ପକ ଯାନେ ବସାଇଣ ଅଯୋଧ୍ୟାକୁ ଗଲା ବେଳେ ଭରଦ୍ୱାଜ ଭେଟ ହନୁମାନଙ୍କୁ ପେଶିଲେ ଭରତ ନିକଟ ରାଜେ ଅଭିଷେକ ହେବା ପ୍ରଜାଙ୍କୁ ପାଳିବା ସୈନ୍ୟଙ୍କୁ ବିଦାୟ ଦେଇ ଧର୍ମରେ ଚଳିବା ଶ୍ରୀରାମ ଜନମ ହେବା ଆଗରୁ ଯେ ଯାହା ଘଟିଛି କହିବେ ଉତ୍ତରାକାଣ୍ଡରେ ତାହା ଯେଉଁ କାରଣୁ ସୀତାଙ୍କୁ ବନରେ ଛାଡ଼ିଲେ ତପବଳେ ବାଲ୍ମୀକ ସମସ୍ତ ଜାଣିଲେ ରାମଙ୍କର ଅଶ୍ୱମେଧ ସୀତାଙ୍କର ଭେଟ ସୀତା ବାକେ ପାତାଳକୁ ଫିଟିବାର ବାଟ
ସତୀକୁ ହରାଇ କିଛି ଦିନ ରାଜ୍ୟ କଲେ। ପୂର୍ବର ଚରିତ ମାନ ଯେପରି ଶୁଣିଲେ। ବ୍ରହ୍ମା ବାକ୍ୟ କାଳେ ରାମ ସତ୍ୟ କରାଇଲେ। ଲକ୍ଷ୍ମଣକୁ ଯେଉଁ ପରିବର୍ଜନ କରିଲେ। ଲକ୍ଷ୍ମଣଙ୍କ ଅନ୍ତେ ରାମ ହୋଇଲେ ବ୍ୟଥିତ। ପୁଅ ପୁତୁରାଙ୍କୁ ରାଜେ କରି ନରନାଥ। ଭରତ ଶତ୍ରୁଘ୍ନ ସୈନ୍ୟ ସେନା ସଙ୍ଗେ ନେଇ। ବୈକୁଣ୍ଠପୁରେ ଗଲେ ପ୍ରଭୁ ଲକ୍ଷ୍ମୀ ସାଇ। ଶୁଣ ହେ ସୁଜ୍ଞ ଜନେ ମନ କର୍ଣ୍ଣ ଦେଇ। କହଇ ମୋହନ ରାମ ପାଦେ ଚିତ୍ତ ଥୋଇ। ଲବକୁଶ ଦୁହେଁ ଋଷି ସଭାରେ ଓ ଶ୍ରୀରାମଙ୍କ ନିକଟରେ ରାମାୟଣ ଗାନ କରିବା। ଏଥୁ ଅନ୍ତେ ଶୁଣ ଜନେ ଅପୂର୍ବ ଚରିତ୍ର। ଶ୍ରୀରାମାୟଣ ଚରିତ ପରମ ପବିତ୍ର। ଶ୍ରୀରାମାୟଣ ଲେଖିଲେ ପ୍ରଭୁଙ୍କ କୃପାରେ। ଯୋଗ ବଳେ ହୃଦେ ଦୃଷ୍ଟି ଦେଇ ମୁନିବରେ। ଲଙ୍କା କାଣ୍ଡ ଯାଏ ସେ ପୂରଣ କରିଥିଲେ। ତାପରେ ଉତ୍ତରାକାଣ୍ଡ ଖଣ୍ଡକ ଲେଖିଲେ। 24,000 ଶ୍ଲୋକ 500 ସର୍ଗେ। ଲେଖିଥିଲେ ଉତ୍ତରାକାଣ୍ଡକୁ ମହାଯୋଗେ। ଉତ୍ତରାକାଣ୍ଡେ ଶ୍ରୀରାମ ଜନ୍ମ ପୂର୍ବ କଥା। ଆବର ଜନ୍ମ ବିଷୟ ସମସ୍ତ ବାରତା। ଶ୍ରୀରାମଙ୍କ ଅନ୍ତେ ଯାହା ଯାହା ଘଟିଥିଲା। ଲେଖିଥିଲେ ମୁନି ସବୁ ରାମାୟଣ ଲୀଳା। ଚିନ୍ତା କରୁଥାନ୍ତି କେନେ ପ୍ରଚାର ହୋଇବ। ଏ ସମୟେ ମୁନି ପାଶେ ମିଳି କୁଶଲବ। ମୁନିଙ୍କ ପାଦେ ପ୍ରଣାମ କଲେ ଦୁଇ ଭାଇ। ବାଲ୍ମୀକ ଆନନ୍ଦରେ ମନରେ ଭାଳଇ। ଦୁଇ ଭାଇଙ୍କର ରୂପ ଅତି ମନୋହର। ଦିଶନ୍ତି ଯେଶ ନେବେନି ଭାଇ ହରିହର। ଅମୃତ ଜିଣି ମଧୁର ବଚନ କହନ୍ତି। ଆନନ୍ଦ ହୋଇଲେ ମୁନିବର ତାଙ୍କ ପ୍ରତି। ରାବଣ ବଧ ଚରିତ ଲେଖିଥିଲେ ଯାହା। ସେ ଦୁଇ ଭାଇଙ୍କୁ ଦୋଷେ ଶିଖାଇଲେ ତାହା। ରାଗ ରାଗିଣୀରେ ତାଳ ଲୟ ଯନ୍ତ୍ର ଧରି। ବେନି ଭାଇ ବୋଲନ୍ତି ଶୁଣନ୍ତି ତପଚାରି। ସେଠାକୁ ଆସନ୍ତି ଯେତେ ମୁନି ଋଷି ଗଣ। ବେନି ଭାଇ ଠାରୁ ସେ ଶୁଣନ୍ତି ରାମାୟଣ। ଏକ ଦିନେ ଅନେକ ତପସ୍ୱୀ ମେଳ ହୋଇ। ବାଲ୍ମୀକ ମଠେ ଥିଲେ ସମାଦାର ପାଇ। ଏ ସମୟେ ଲବକୁଶ ରାମାୟଣ ଗାନ। କରନ୍ତେ ଶ୍ରବଣ କରି ସର୍ବ ମୁନିଗଣ। ଧନ୍ୟ ଧନ୍ୟ କହି ସର୍ବେ ପ୍ରଶଂସା କରିଲେ। ରାମରସ ଭକ୍ତି ସିଦ୍ଧ ମଧ୍ୟେ ବୁଡ଼ିଗଲେ। ବୋଇଲେ କୁମର ତୁମ୍ଭ ମାତା ପିତା ଧନ୍ୟ। ଧନ୍ୟ ତୁମ୍ଭର ତପସ୍ୟା ଧନ୍ୟ ତୁମ୍ଭ ପୁଣ୍ୟ। ଧନ୍ୟ କବି ବାଲ୍ମୀକ ଧନ୍ୟ ତୁମ୍ଭ ଭକ୍ତି। ଏହା କହି ଭକ୍ତିରେ ମଜିଲେ ସର୍ବଜତି। ଆନନ୍ଦାଶ୍ରୁ ସମସ୍ତଙ୍କ ନୟନେ ପୂରିଲା। ଦେଖିବେନି ଭାଇଙ୍କର ଆଗ୍ରହ ବଢ଼ିଲା। ଅତି ସୁମଧୁରେ ଗାଇ ତାଳ ଲୟ ଧରି। ବାଦ୍ୟଯନ୍ତ୍ର ବାଉଛନ୍ତି ଅଙ୍ଗ ଭଙ୍ଗି କରି। ସର୍ବ ଋଷି ଶୁଣିଣ ହୋଇଲେ ଆନନ୍ଦ। କେହି ଉପହାର ଦେଲା ଆଶା ବାଡ଼ି ଖଣ୍ଡ। କେହୁ କମଣ୍ଡଳ କେହୁ ଦେଲା କର ତାଳ। କେହି ମୃଗ ଚର୍ମ ଦେଲା କେହି ଯେ ବକଳ। କେ କୌପୀନ ଡୋର ଦେଲା କେହୁ ଯଜ୍ଞ ସୂତ୍ର। କେ ଦେଲା ଚିମୁଟା କେ ବା ଦେଲା ଯଜ୍ଞ ପାତ୍ର। କଟି ବନ୍ଧନର ଡୋର କେହୁ ଯାଚି ଦେଲା।
ଜଟା ବନ୍ଧନ ଡୋରକେ ସ୍ନେହେ ସମର୍ପିଲା। ବହିବାସ ଅଞ୍ଚଳକେ ଦେଲା ଉପହାର, କୋଠାର ଖାଇବା ପାତ୍ର ଦେଲା କେ ସ୍ନେହର। କେ ଗେରୁଆ ବସ୍ତ୍ର ଦେଲା କେ ଦେଲା ଆସନ, ସର୍ବରୁ ସିଏ ଯେ ଦେଲେ ହୋଇ ଦୋଷ ମନ। ସବୁ ତପଚାରୀ ସତ୍ୟବାଦୀ ସୁଧାର୍ମିକ, ସର୍ବେ କହନ୍ତି ମଙ୍ଗଳ ହେଉ ହେ ଅଧିକ। କଲ୍ୟାଣ କରି ସମସ୍ତ ଋଷି ଚଳିଗଲେ, ମନ ଆନନ୍ଦରେ ଯେଝା ପୁରେ ଯେ ମିଳିଲେ। ରାମଚନ୍ଦ୍ର ଅଶ୍ୱମେଧ ମହାଯଜ୍ଞ କଲେ, ବାଲ୍ମୀକି ଲବ କୁଶକୁ ଘେନି ତହିଁ ଗଲେ। ଦାଣ୍ଡେ ବସି ଲବ କୁଶ ସୁମଧୁର ସ୍ୱରେ, ବୀଣା ବଜାଇଣ ରାମାୟଣ ଗାନ କଲେ। ବାଟୋଇମାନେ ଶୁଣିଣ ତାଙ୍କ ବୀଣା ଗାନ, ସ୍ତମ୍ଭୀଭୂତ ହୋଇ କିଛି ସମୟ ରହିଣ। ଶୁଣି ଆନନ୍ଦରେ ତହୁଁ ଚଳି ନ ଯାଆନ୍ତି, ମନେ ମନେ ଦୁହିଁଙ୍କୁ ଯେ ବହୁ ପ୍ରଶଂସନ୍ତି। ଏହିପରି କେତେ ଦିନ ଗତ ହୋଇଗଲା, ଦିନେ ରାମଚନ୍ଦ୍ରଙ୍କର ଦୃଷ୍ଟିରେ ପଡ଼ିଲା। ଦେଖି ମନେ ବିଚାର କରନ୍ତି ରଘୁନାଥ, ମୋହର ସଦୃଶ ବର୍ଣ୍ଣ ଏବେ ନିବାଳୁତ। ଅତି ସୁମଧୁର ସ୍ୱରେ କରୁଛନ୍ତି ଗାନ, ଅତି ଆହ୍ଲାଦରେ ପାଶେ ଡାକିଲେ ବହନ। ରାମଚନ୍ଦ୍ର ଡାକିବାରୁ ବେନି ଭାଇ ଗଲେ, ତହୁଁ ରାମଚନ୍ଦ୍ର ପାଶେ ଭ୍ରତଙ୍କୁ ଡାକିଲେ। ଆବର ଲକ୍ଷ୍ମଣ ଶତ୍ରୁଘ୍ନକୁ ଡକାଇ, ସିଂହାସନ ପରେ ବିଜେ କଲେ ସୀତା ସାଇ। ପାତ୍ର ମନ୍ତ୍ରୀମାନେ ଯେଝା ସ୍ଥାନରେ ବସିଲେ, ଏ ସମୟରେ ରଘୁବୀର ଭାଇଙ୍କୁ କହିଲେ, ତୁମ୍ଭେମାନେ ଶୁଣ ଏବେ ବିଚିତ୍ର ଚରିତ, ହେବେନି ଶିଶୁଙ୍କ ଗାନ ଅତି ସୁଲଳିତ। ଆବର ଦେଖୁଛି ରୂପ ଗଠନ ମୋ ପରି, ଦେଖିଲା ବେଳୁ ଏହାଙ୍କୁ ସ୍ନେହ ହୁଏ ଭାରି। ଏତେକ କହିଣ ଲବ କୁଶଙ୍କୁ ବୋଲନ୍ତି, ଦାଣ୍ଡେ ଯାହା ଗାଉଥିଲ ହେ ବାଳ ସନ୍ତତି। ଏଠାରେ ଆନନ୍ଦେ ତୁମ୍ଭେ ତାହା ଗାନ କର, ବୀଣା ବଜାଇଣ ମୋର ମନ ଶାନ୍ତି କର। ଦୁଇ ଭାଇ ଶୁଣିଣ ଆନନ୍ଦେ କଲେ ଗାନ, ତାଳ ଲୟ ବୀଣା ଯନ୍ତ୍ରେ ବଜାଇ ବହନ। ଉଚ୍ଚେ ସୁମଧୁର ସ୍ୱରେ ଗାଇଲେ କ ଗୀତ, ଶୁଣି ଆନନ୍ଦ ହୋଇଲେ ସଭାରେ ସମସ୍ତ। ଆନନ୍ଦ ସାଗରେ ସର୍ବଜନଙ୍କର ମନ, ବୁଡ଼ି ରହି ଶୁଣିଲେ ଯେ କୁଶଲବ ଗାନ। ସର୍ବେ ତାଙ୍କୁ ସେହି ସ୍ଥାନେ ବହୁ ପ୍ରଶଂସିଲେ, ରାମଚନ୍ଦ୍ର ଧନ୍ୟ ଧନ୍ୟ ବୋଲିଣ ବୋଇଲେ। ପୁଣି ଦେଖିଲେ ଯେ ବେନି ଶିଶୁଙ୍କର ତେଜ, କିବା ସୂର୍ଯ୍ୟ କିବା ଅଗ୍ନି କିବା ସୁରରାଜ। ସମ୍ପୂର୍ଣ୍ଣ ରାଜ ଲକ୍ଷଣ ବିରାଜି ଦିଶଇ, ମୋହର ସମାନ ଦିଶୁଛନ୍ତି ବେନି ଭାଇ। କାହାକୁ ପୁଛିଲେ କିଏ ଦେବ ମୋତେ କହି, କିପରି ଏହାଙ୍କ ପରିଚୟ ପାଇବଇ। ଆମ୍ଭର ଚରିତ ଏହି କରନ୍ତି ଗାୟନ, ଆହେ